ପିଲାମାନେ ତାଙ୍କ ମାଆର ପରିସ୍ଥିତି ବୁଝିପାରିକି ପାଣି ପିଇ ଦିଅନ୍ତି ଆଉ ସମସ୍ତେ ଉପାସରେ ଶୋଇଯାଆନ୍ତି। ପରଦିନ ସକାଳୁ ସକାଳୁ ଉଠି ଟିକି ଚଢ଼େଇ କାମ ଖୋଜିବାକୁ ଯାଏ। ଆଉ ସେ ବାଟରେ ଦେଖେ କିଛି ଲୋକ ମାଛ କିଣୁଥାନ୍ତି। ମା ଚାଲ ଏଠୁ ପଳେଇବା। ଏତେ ଦାମ କଣ? ଇଲିଶ ମାଛଟା ସବୁଆଡେ 1000 ଟଙ୍କା। ୟାର କଣ ପାଇଁ 3000? 3000 ଟଙ୍କାଟେ କମ୍ ନାହିଁ। ନେଲେ ନିଅ, ନହେଲେ ଏଠୁ ଯାଅ। ଇଲିଶ ମାଛ ଖାଇବି ବୋଲି କେତେ ଆଶା ଥିଲା, ହେଲେ ଏତେ ଟଙ୍କା ଦେଇ କିଏ ମୋର ଖାଇବ ମାଛ? କୋଉଠି ବି 3000 କମରେ ମିଳିବନି। ହେଲା, ଯାଅ ଏଠୁ, ଭିଡ଼ କରନି। ଚାଲ ମା ପଳେଇବା ଚାଲେ। କୋଉଠି ହେଲେ ଟିକେ ଶସ୍ତା ମାଛ ମିଳନ୍ତା କି ଆମେ ଟିକେ ସୁଆଦିଆ ମାଛ ତରକାରୀ ଖାଇପାରନ୍ତୁ। ତାପରେ ସେଇଠୁ ସେ ମା ଝିଅ ପଳେଇ ଯାଆନ୍ତି। ସେଇଠୁ ଟିକି ଚଢ଼େଇକୁ ଗୋଟେ